ସ୍ରଷ୍ଟାର ମୂଳ ଉତ୍ସ ପ୍ରଭୁ ଜଗନ୍ନାଥଙ୍କର ଚରଣ କମଳରେ ଶତକୋଟି ପ୍ରଣାମ ତଥା ଏ ଶୁଭ ସନ୍ଧ୍ୟାର ସାରସ୍ୱତ ଅଭିନନ୍ଦନ ସମସ୍ତଙ୍କୁ ରାଜ୍ୟ ବିଜ୍ଞ ବରିଷ୍ଠ ସମସ୍ତଙ୍କୁ ମୋର ପ୍ରଣାମ। ଏ ଯେଉଁ ପ୍ରବଳ ବୈଶାଖୀରେ ଆମର ମାଟି ତାତି ଯାଉଛି, ଆମ ଜନଜୀବନ ବି ବହୁତ ଅସ୍ତବ୍ୟସ୍ତ ହେଉଛି। ତା ମଧ୍ୟରେ ଏକ ନଦୀ ତାର ଆତ୍ମକଥା ଏବଂ କବିତାର ଶୀର୍ଷକ ହେଲା ଅଭିଶପ୍ତା। ଅଭିଶପ୍ତା ମୁଁ ନଦୀଟିଏ, ନା ମୋର ନାହିଁ, ପରିଚୟ ନାହିଁ, ଶକ୍ତି ମୋର ନାହିଁ, ଗୁପ୍ତ ଅଛି ରହି। ଗୁପ୍ତ ରହିଥିବା ଜଳ ସ୍ରବିତ ହୁଏନି, ଗୁପ୍ତ ରହିଥିବା ଜଳ ସ୍ରବିତ ହୁଏ। କେତେ କଷ୍ଟ ସତେ, ନା ବହିପାରୁଛି, ନା ରହିପାରୁଛି, ନା ଦେଖିପାରୁଛି, ନା ସହିପାରୁଛି। କେବଳ ଭାବନାରେ ବଞ୍ଚି ଯାଇଛି, କେବଳ ଭାବନାରେ ବଞ୍ଚି ଯାଇଛି। ଭାବ ଅନେକ କରିପାରେ ନା କିଛି, ଆଗକୁ ପଦେ ତ ପଛକୁ ଭିଡୁଛି। ପ୍ରକାଶିତ ସତାଲୁପ୍ତ ଅଭିଶପ୍ତା ନଦୀ ସେତ, ଅଭିଶପ୍ତା ନଦୀ ସେତ। କଣ୍ଟକିତ କୃତଘ୍ନର ପଥ, ଯିବି ନାହିଁ ନେଇଛି ଶପଥ। ଗୁପ୍ତ ହୋଇ ରହିଯିବି ପଛେ ହୋଇ ଅପ୍ରକାଶିତ। ଗଭୀର ମାଟିମାଳା କୋଳେ ନୀରବେ ରହିବି ନିଶ୍ଚୟ। ଅନ୍ତଃସତ୍ତ୍ୱା ହୋଇ ରହିଥିବି, ପ୍ରଭୁଙ୍କର କୃପା ବର୍ଷା ହୋଇବ କି ସତେ। ଆସିବ କି ସେ ଦିନ, ଆସିବ କି ସେ ଦିନ, ମିଳିବ କି ମୋର ପରିଚୟ। ସାର୍ଥକ ହେବ ମୋର ଜନ୍ମ, ଅଭିଶପ୍ତା ହେବ ପ୍ରକାଶିତ, ଅଭିଶପ୍ତା ହେବ ପ୍ରକାଶିତ। ଜୟ ଜଗନ୍ନାଥ।